କଲେଜରେ ଲାଗୁ ହେବ ବାୟୋମେଟ୍ରିକ ଉପସ୍ଥାପନ ବ୍ୟବସ୍ଥା। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗିବ ବାୟୋମେଟ୍ରିକ। ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଡିଜିଟାଲ ଭାବରେ ରେକର୍ଡ ଓ ଯାଞ୍ଚ କରିବା ପାଇଁ ହିମ୍ସ ମାଧ୍ୟମରେ ବାୟୋମେଟ୍ରିକ ଉପସ୍ଥାପନ ବ୍ୟବସ୍ଥା ଆରମ୍ଭ ହେବ। ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାର ହିତାଧିକାରୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ 75% କ୍ଲାସ ଉପସ୍ଥାପନ ଆବଶ୍ୟକତା ଥିବାରୁ ଏହି ବ୍ୟବସ୍ଥା କରାଯାଉଛି। ଅଗଷ୍ଟ 25ରୁ ପାଇଲଟ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 10ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହି ବ୍ୟବସ୍ଥା ପାଇଲଟ ଭିତ୍ତିରେ ଲାଗୁ ହୋଇଛି। ଏଥିରେ ଛାତ୍ର ନାମ ପଞ୍ଜୀକରଣ, ବାୟୋମେଟ୍ରିକ ତଥ୍ୟ ରେକର୍ଡ, ଉପସ୍ଥାପନ ରେକର୍ଡ ଏବଂ ହିମ୍ସ ସହ ତଥ୍ୟ ସମନ୍ୱୟ କରାଯିବ। ପରବର୍ତ୍ତୀ ଖବର, ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। 28 ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ଠାରେ ପ୍ରଦାନ କରାଯିବାକୁ ଥିବା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନୂଆଦିଲ୍ଲୀରେ ସାକ୍ଷାତ କରି ଅବଗତ କରିଛନ୍ତି। ଏହି ପଞ୍ଚମ କିସ୍ତି ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ 5,000 ଟଙ୍କା ଲେଖାଏଁ ପାଇବେ। ସାମ୍ପ୍ରତିକ ପ୍ରସ୍ତୁତି ଅନୁଯାୟୀ ମୋଟ 1,03,26,162 ଜଣ ଯୋଗ୍ୟ ମହିଳା ହିତାଧିକାରୀ ସାମ୍ପ୍ରତିକ ପ୍ରସ୍ତୁତି ଅନୁଯାୟୀ ମୋଟ 1,03,26,162 ଜଣ ହିତାଧିକାରୀ ଏହି କିସ୍ତି ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ତାହା ପାଇଁ ମୋଟ 5,160 କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସଠିକ ସମୟରେ ଏବଂ ସୁରୁଖୁରୁରେ ସହାୟତା ରାଶି ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀମତୀ ପରିଡ଼ା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ପରବର୍ତ୍ତୀ ଖବର, ପାକିସ୍ତାନ ବିରୋଧରେ ପୁଣି ଆନ୍ଦୋଳନ ଡାକରା ଦେଲା ଜେଏସି। ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ଉତ୍ତେଜନା ମଧ୍ୟରେ ଜଏଣ୍ଟ ଆଗାମୀ ଆକ୍ସନ କମିଟି ଜେଏସି ପୁଣି ଆନ୍ଦୋଳନ ତୀବ୍ର କରିବାକୁ ଘୋଷଣା କରିଛି। ମୌଳିକ ଅଧିକାରର ଉଲ୍ଲଂଘନ, ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ଅଧୋଗତି ଏବଂ ଆନ୍ଦୋଳନକାରୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି କମିଟି ଏହି ନୂଆ କାର୍ଯ୍ୟକ୍ରମ ଘୋଷଣା କରିଛି। ରାବଲକୋଟରେ ଅନୁଷ୍ଠିତ ବୈଠକରେ ଆଗାମୀ ପ୍ରତିବାଦ ଓ ଜନସମାବେଶ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ପରବର୍ତ୍ତୀ ଖବର, ସାର କଳାବଜାରୀ କଲେ କଠୋର ଆକ୍ସନ ନିଆଯିବ। ଚଳିତ ବର୍ଷ ରାଜ୍ୟରେ ସମସ୍ତ ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି। ସାରର ଅଭାବ ଯେପରି ନ ହୁଏ ସେ ନେଇ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ମୁତାବକ ଏଯାବତ୍ କୃଷି ବିଭାଗ ପକ୍ଷରୁ 2,67,973 ଟନ୍ ସାର ଯୋଗାଇ ଦିଆଯାଇଛି। ସେହିପରି ସମବାୟ ବିଭାଗ ପକ୍ଷରୁ ପ୍ୟାକ୍ସ ଓ ଲ୍ୟାମ୍ପସ ଗୁଡ଼ିକୁ 2,48,676 ଟନ୍ ସାର ଦିଆଯାଇଛି। ବର୍ତ୍ତମାନ ବିଭାଗ ନିକଟରେ ଆହୁରି 28,297 ଟନ୍ ସାର ମହଜୁଦ ରହିଛି। ଆଗାମୀ ଦିନରେ କୃଷି ବିଭାଗ ପକ୍ଷରୁ ଆହୁରି 3,20,000 ଟନ୍ ସାର ଯୋଗାଇ ଦିଆଯିବ। ପରବର୍ତ୍ତୀ ଖବର, ଭାରତ ଗସ୍ତରେ ଆସିବେ ଜିନପିଙ୍ଗ। ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବେ ବୋଲି ଆଶା କରାଯାଉଛି। ଯଦି ଏହା ନିଶ୍ଚିତ ହୁଏ ତେବେ ପ୍ରାୟ 7 ବର୍ଷ ମଧ୍ୟରେ ଏହା ଚୀନ ନେତାଙ୍କର ପ୍ରଥମ ଗସ୍ତ ହେବ। ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ 2026 ପାଇଁ ସେ ଏକ ବଡ଼ ପ୍ରତିନିଧି ମଣ୍ଡଳୀ ସହିତ ଭାରତ ଗସ୍ତରେ ଆସିବେ। ପରବର୍ତ୍ତୀ ଖବର, ରାଜ୍ୟପାଳଙ୍କ ଏଡିସି ଭାବରେ ଯୋଗଦେଲେ ଅନୁଗୁ ଶିବା ମାରୁତି ରେଡ୍ଡି। ଆଇପିଏସ୍ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡି ମଙ୍ଗଳବାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କ ଏଡିସି ଭାବରେ ଯୋଗ ଦେଇଛନ୍ତି। ଲୋକଭବନରେ ଏକ ଔପଚାରିକ ସମାରୋହରେ ଶ୍ରୀ ରେଡ୍ଡିଙ୍କୁ ନୂତନ ଦାୟିତ୍ୱରେ ରାଜ୍ୟପାଳ ସ୍ୱାଗତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡକ୍ଟର ରୂପା ରୋଶନ ସାହୁଙ୍କ ସମେତ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରବର୍ତ୍ତୀ ଖବର, ଜନଗଣନା 2027ରେ ରହିବନି ଭିକାରୀ ଓ ଭୂମିହୀନ ଯାଯାବର ଲାଗି ସ୍ୱତନ୍ତ୍ର ବର୍ଗ। ଦେଶର ଆଗାମୀ ଜନଗଣନା 2026ରେ ତଥ୍ୟ ସଂଗ୍ରହ ପ୍ରଣାଳୀରେ କେତେକ ପରିବର୍ତ୍ତନ ହେବ। ଏଥିରେ ପ୍ରଥମ ଥର ପାଇଁ ଭିକାରୀ ଓ ଭୂମିହୀନ ଯାଯାବରଙ୍କ ପାଇଁ ଥିବା ସ୍ୱତନ୍ତ୍ର ବର୍ଗ ବାଦ ଦିଆଯାଇଛି। ଜନଗଣନା ପ୍ରଶ୍ନାବଳୀରେ ଅଣ ଅର୍ଥନୈତିକ କାର୍ଯ୍ୟକଳାପ ଅଧୀନରେ ଏହି ବର୍ଗ ଆଉ ରହିବ ନାହିଁ। ଏହି ବର୍ଗରେ ପଡୁଥିବା ବ୍ୟକ୍ତିଙ୍କୁ ଅନ୍ୟାନ୍ୟ ଶ୍ରେଣୀରେ ସାମିଲ କରାଯିବ। ପୂର୍ବ ଜନଗଣନା ଗୁଡ଼ିକରେ ଛାତ୍ରଛାତ୍ରୀ, ଘରୋଇ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି, ନିର୍ଭରଶୀଳ ପେନସନ ଭୋଗୀ ଓ ଅନ୍ୟାନ୍ୟଙ୍କ ସହ ଭିକାରୀ ଓ ଭୂମିହୀନ ଯାଯାବରଙ୍କୁ ଅଣ ଅର୍ଥନୈତିକ କାର୍ଯ୍ୟକଳାପ ଭିତରେ ଅଲଗା ଭାବରେ ଦର୍ଶାଯାଉଥିଲା। ପରବର୍ତ୍ତୀ ଖବର, ସେପ୍ଟେମ୍ବର 22ରୁ ବିଧାନସଭା ମୌସୁମୀ ଅଧିବେଶନ ଅକ୍ଟୋବର 3 ଯାଏଁ ଚାଲିବ। ସେପ୍ଟେମ୍ବର 22ରୁ ମୌସୁମୀ ଅଧିବେଶନ। ସେପ୍ଟେମ୍ବର ମାସରେ ବିଧାନସଭା ଅଧିବେଶନ। ସେପ୍ଟେମ୍ବର 22ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ଯାହା ଅକ୍ଟୋବର 3 ଯାଏଁ ଚାଲିବ। ଚଳିତ ଥର ହେବାକୁ ଥିବା ମୌସୁମୀ ଅଧିବେଶନରେ ମୋଟ 9ଟି କାର୍ଯ୍ୟ ଦିବସ ରହିଛି। ଗୋଟିଏ ଛୁଟି ଦିନ ଥିବାବେଳେ 2 ଦିନ ନୋ ମିଟିଂ ଡେ ରହିଛି। ଚଳିତ ଥର ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ରାଜ୍ୟ ସରକାର ବିଧାନସଭାକୁ ଆଣିବେ। ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଆସନ୍ତା ଅଧିବେଶନରେ ଶାସକ ବିରୋଧୀ ବିଭିନ୍ନ ପ୍ରସଙ୍ଗ ନେଇ ସାମ୍ନାସାମ୍ନି ହୋଇପାରନ୍ତି।
ପରବର୍ତ୍ତୀ ଖବର ଥାର କିଣା ଦୁର୍ନୀତିରେ ଭିଜିଲାନ୍ସର ତଦନ୍ତ 51 ଗାଡି କିଣାର ହେବ ଫୁଙ୍କାନୁଫୁଙ୍କ ଯାଞ୍ଚ ଥାର ଦୁର୍ନୀତି ବର୍ତ୍ତି ପାରିବେ ନାହିଁ ବଡ ଅଧିକାରୀ ଥାର ଗାଡି କିଣାରେ ଅନିୟମିତତା ଅଭିଯୋଗକୁ ନେଇ ଏବେ ଆକ୍ସନ ମୋଡରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ଜଙ୍ଗଲ ବିଭାଗରେ ଥାର ଗାଡି କିଣାରେ ହେଉଥିବା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ତଦନ୍ତ କରୁଛି ଏହା ସହ 8ଟି ଆରସିସିଏଫ ଜୋନର ତଦନ୍ତ ଚାଲିଛି 51ଟି ଥର ଗାଡିକୁ ଅଧାଅଧି କରି କିଣି ଯାଇଥିବା ଅଭିଯୋଗରେ ମଧ୍ୟ ତଦନ୍ତ ହେବ ପରବର୍ତ୍ତୀ ଖବର ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ 7 ଆଇଏଏସ୍ ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ୱ ରାଜ୍ୟ ପ୍ରଶାସନିକ ସେବାରେ ସ୍ୱଚ୍ଛତା ଓ ସଫଳତା ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି ସ୍ୱରାଷ୍ଟ୍ର ବିଦ୍ୟାଳୟ ଓ ମାଧ୍ୟମିକ ଶିକ୍ଷା ସୂଚନା ଓ ଲୋକ ସମ୍ପର୍କ ଅବକାରୀ ଏବଂ ଜଙ୍ଗଲ ବିଭାଗ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ 7 ଜଣ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି ସରକାରୀ ବିଜ୍ଞପ୍ତି ଅନୁଯାୟୀ ଅଧିକାରୀମାନଙ୍କୁ ନୂତନ ପଦବୀରେ ଅବସ୍ଥାପିତ କରାଯିବା ସହ କେତେକଙ୍କୁ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ପରବର୍ତ୍ତୀ ଖବର ଆଗକୁ ଭୟଙ୍କର ପରିଣତି ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ତୈଳ ସଙ୍କଟ ଜାରି ରହିଛି ଯେଉଁ ଦେଶଗୁଡ଼ିକ ତୈଳ ଉତ୍ପାଦନ କରୁଥିଲେ ସେମାନେ ବର୍ତ୍ତମାନ ଯୁଦ୍ଧ କଟକଣା କିମ୍ବା ଅନ୍ୟାନ୍ୟ ଭୂ ରାଜନୈତିକ ଚାପରେ ସମ୍ମୁଖୀନ ହେଉଛନ୍ତି 43% ଅଧିକ ତେଲ ଏହିସବୁ ଦେଶଗୁଡ଼ିକରୁ ଆସୁଥିଲା ତେଣୁ ଏକ ବଡ଼ ପରିମାଣର ତୈଳ ରପ୍ତାନୀ ବାଧାପ୍ରାପ୍ତ ହୋଇଛି ବୋଲି ରିଓଟର୍ସ ରିପୋର୍ଟ ପ୍ରକାଶ କରିଛି ରିଓଟର୍ସର ହିସାବ ଅନୁଯାୟୀ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଆଇଏର ତଥ୍ୟ ଆଧାରରେ ଏହି ବାଧାପ୍ରାପ୍ତ ଦେଶଗୁଡ଼ିକ 2025ରେ ଦିନକୁ ପ୍ରାୟ 45 ନିୟୁତ ବ୍ୟାରେଲ ତେଲ ଉତ୍ପାଦନ କରିଥିଲେ ପରବର୍ତ୍ତୀ ଖବର ସେପ୍ଟେମ୍ବର 5ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ଗତ ଜୁଲାଇ 25ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗ କରି କକରୋଜ ଜନତା ପାର୍ଟି ସିଜେପି ଆସନ୍ତା ସେପ୍ଟେମ୍ବର 5ରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିବ ବୋଲି ଘୋଷଣା କରିଛି ଇଣ୍ଡିଆ ଗେଟ୍ରୁ ନୂଆଦିଲ୍ଲୀ ପୋଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଏହି ପଦଯାତ୍ରା ହେବ ନିଟ୍ ପରୀକ୍ଷାର୍ଥୀଙ୍କ ପରିବାର ଏବଂ ଜୁଲାଇ 20ରେ ସଂସଦ ଚାଲ ପଦଯାତ୍ରା ସମୟରେ ପୋଲିସ ଅତ୍ୟାଚାରର ଶିକାର ହୋଇଥିବା ବ୍ୟକ୍ତିମାନେ ଏହାର ନେତୃତ୍ୱ ନେବେ ଦେଶର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଏଥିରେ ସାମିଲ ହେବେ ବୋଲି ଦଳ କହିଛି ସୋମବାର ଅପରାହ୍ନ 2ଟାରେ ଅନୁଷ୍ଠିତ ସିଜେପିର ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ପଦଯାତ୍ରା ନେଇ ନିଷ୍ପତ୍ତି ହୋଇଥିଲା ପରବର୍ତ୍ତୀ ଖବର ପିହୁ ସମ୍ପର୍କରେ ଯାଜପୁର ସାଂସଦ ରବୀନ୍ଦ୍ର ବେହେରାଙ୍କ ବଡ଼ ବୟାନ କହିଲେ ପିହୁ ନିଖୋଜ ନୁହେଁ ଚୋରି କରାଯାଇଛି ପୂର୍ବ ସରକାରରେ ସତ ପଦାକୁ ଆସିଲା ନାହିଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଗଲେ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି ସେହି ସମୟରେ ପୋଲିସ ଅଫିସର ଚଞ୍ଚକତା କରି ତଦନ୍ତକୁ ଚାପି ଦେଇଛନ୍ତି ଆଇଆଇସି ସେତେବେଳେ ଏଫଆଇଆର ତାରିଖକୁ ଟାମ୍ପରିଂ କରିଥିଲେ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି ରବୀନ୍ଦ୍ର ବେହେରା ସେ ଆହୁରି କହିଛନ୍ତି ବିନା ରାଜନୈତିକ ପୃଷ୍ଠପୋଷକରେ ଏହା ସମ୍ଭବ ନୁହେଁ ପ୍ରଥମେ ନିଖୋଜ ଭାବୁଥିଲୁ କିନ୍ତୁ କିଛି ବ୍ୟକ୍ତିଙ୍କ ଏଥିରେ ସମ୍ପୃକ୍ତି ରହିଛି ପରବର୍ତ୍ତୀ ଖବର ଚିନି ଚାହିଦା ମେଣ୍ଟାଇବାକୁ ଓଡ଼ିଶାର ନୂଆ ରଣନୀତି 4 ଚିନି କଳ ହେବ କାର୍ଯ୍ୟକ୍ଷମ ମନ୍ତ୍ରୀ ଦେଲେ ବଡ଼ ସୂଚନା ରାଜ୍ୟରେ ଚିନି ଦର ବଢି କିଲୋ ପିଛା ପ୍ରାୟ 70 ଟଙ୍କାରେ ପହଞ୍ଚିଥିବା ବେଳେ ଚିନି ଉତ୍ପାଦନକୁ ନେଇ ବଡ଼ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ରାଜ୍ୟରେ ଥିବା 4ଟି ଚିନି କଳକୁ କାର୍ଯ୍ୟକ୍ଷମ କରିବା ନେଇ ସରକାର ଯୋଜନା କରୁଥିବା ସେ ଇଙ୍ଗିତ କରିଛନ୍ତି ମନ୍ତ୍ରୀ କହିଛନ୍ତି ଓଡ଼ିଶାର 4ଟି ଚିନି କଳ ଚାଲିଲେ ରାଜ୍ୟର ଚିନି ଚାହିଦା ବହୁ ମାତ୍ରାରେ ମେଣ୍ଟାଇବା ସମ୍ଭବ ହୋଇପାରିବ ବର୍ତ୍ତମାନ ଆସିକା ଚିନି କଳ କାର୍ଯ୍ୟକ୍ଷମ ଅଛି ସେହିପରି ବଡମ୍ବା ଚିନି କଳ ଉଦ୍ଘାଟନ ଅପେକ୍ଷାରେ ରହିଛି ପରବର୍ତ୍ତୀ ଖବର ବିଶ୍ୱରେ ବଢିଲା ୟୁପିଆଇ ର ଦବଦବା 11ଟି ଦେଶରେ ପହଞ୍ଚିଲା ଭାରତର ଡିଜିଟାଲ ପେମେଣ୍ଟ ବିଶ୍ୱ ମଞ୍ଚରେ ଆହୁରି ବଢିଲା ୟୁପିଆଇ ର ପ୍ରଭାବ ଏବେ 11ଟି ଦେଶରେ ପହଞ୍ଚିଲା ଭାରତ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବିଶ୍ୱ ମଞ୍ଚରେ ଆହୁରି ବଢିଲା ୟୁପିଆଇ ର ପ୍ରଭାବ ଏବେ 11ଟି ଦେଶରେ ପହଞ୍ଚିଲା ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଗ୍ରୀସ ଏବଂ ମାଲଦୀପ ୟୁପିଆଇ ସହ ଯୋଡ଼ି ହେବା ପରେ ଏହାର ଅନ୍ତର୍ଜାତୀୟ ବିସ୍ତାର ଆହୁରି ମଜବୁତ ହୋଇଛି ସରକାରୀ ତଥ୍ୟ ଅନୁସାରେ ୟୁପିଆଇ ଏବେ 11ଟି ଦେଶରେ ଗ୍ରହଣ କିମ୍ବା ସୀମାପାର ଟଙ୍କା ପଠାଣ ସୁବିଧା ପାଇଁ ଉପଲବ୍ଧ ଭାରତ ସହ ଯୋଡ଼ି ହୋଇଥିବା ଦେଶଗୁଡ଼ିକ ହେଲା ଭୁଟାନ ନେପାଳ ସିଙ୍ଗାପୁର ୟୁଏଇ ଫ୍ରାନ୍ସ ଶ୍ରୀଲଙ୍କା ଭାରତ ସହ ଯୋଡ଼ି ହୋଇଥିବା ଦେଶଗୁଡ଼ିକ ହେଲା ଭୁଟାନ ନେପାଳ ସିଙ୍ଗାପୁର ୟୁଏଇ ଫ୍ରାନ୍ସ ଶ୍ରୀଲଙ୍କା ମରିସସ୍ କତାର କମ୍ବୋଡିଆ ଗ୍ରୀସ ଏବଂ ମାଲଦୀପ ଏହା ଫଳରେ ବିଦେଶରେ ଭାରତୀୟ ପର୍ଯ୍ୟଟକ ଓ ବ୍ୟବସାୟୀଙ୍କ ପାଇଁ ଡିଜିଟାଲ ପେମେଣ୍ଟ ଆହୁରି ସହଜ ହେବାର ସମ୍ଭାବନା ରହିଛି ଏପଟେ ୟୁପିଆଇ ର ଦେଶୀୟ ବ୍ୟବହାର ମଧ୍ୟ ଦ୍ରୁତ ଗତିରେ ବଢୁଛି ପରବର୍ତ୍ତୀ ଖବର ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର ଭୁବନେଶ୍ୱର ଓ କଟକରେ ପେଟ୍ରୋଲ ଓ ଡିଜେଲ ଦରରେ ବଡ଼ ବୃଦ୍ଧି ହୋଇଛି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା 1.60 ଟଙ୍କା ବଢି 110.57 ଟଙ୍କାରେ ପହଞ୍ଚିଛି ପୂର୍ବରୁ ଏହାର ଦର 108.97 ଟଙ୍କା ଥିଲା ସେହିପରି ଡିଜେଲ ଦର ମଧ୍ୟ ଲିଟର ପିଛା 1.60 ଟଙ୍କା ବଢି 102.28 ଟଙ୍କା ହୋଇଛି ପୂର୍ବରୁ ଡିଜେଲ ଦର 100.68 ଟଙ୍କା ଥିଲା ପରବର୍ତ୍ତୀ ଖବର ହିଜାବ ବନାମ ସ୍କୁଲ ଛାତ୍ରୀଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ
ସ୍କୁଲ ୟୁନିଫର୍ମ ବଦଳରେ ହିଜାବ ପିନ୍ଧି ସ୍କୁଲ ଯିବା ପ୍ରସଙ୍ଗ ଏବେ ଦେଶରେ ଆଉ ଏକ ବିବାଦ ସୃଷ୍ଟି କରିଛି। ଉତ୍ତରପ୍ରଦେଶରେ ହିଜାବ ଓ ସ୍କୁଲ ୟୁନିଫର୍ମକୁ ନେଇ ଚାଲିଥିବା ବିବାଦରେ ଆସିଛି ବଡ଼ ରାୟ। ପ୍ରୟାଗରାଜର ଟଗୋର ପବ୍ଲିକ ସ୍କୁଲର ଜଣେ ମୁସଲିମ ଛାତ୍ରୀଙ୍କ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଛନ୍ତି। ସ୍କୁଲ ଡ୍ରେସ କୋଡକୁ ନେଇ ଛାତ୍ରୀ ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ। ଛାତ୍ରୀ ଜଣକ ସ୍କୁଲ ୟୁନିଫର୍ମରେ ହିଜାବ ଅନୁମତିକୁ ନେଇ ଯୁକ୍ତି ବାଢିଥିଲେ। ପରବର୍ତ୍ତୀ ଖବର, ଗାଡି ଦେବେ ଲକ୍ଷେ ଟଙ୍କା ଭତ୍ତା ମିଳିବ। ନୂଆ ଗାଡି ଦେବେ ଲକ୍ଷେ ଟଙ୍କା ଭତ୍ତା ମଧ୍ୟ ମିଳିବ। ବିଧାୟକଙ୍କୁ ସରକାରଙ୍କ ମହଙ୍ଗା ଭେଟି। ତାମିଲନାଡୁ ବିଧାନସଭା ଇତିହାସରେ ଏକ ନୂଆ ରୋଚକ ଅଧ୍ୟାୟ ଯୋଡି ହୋଇଛି। ରାଜ୍ୟ ସରକାର 234 ଜଣ ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ ବିଜୟ ଏକ ବଡ଼ ଧରଣର ସରକାରୀ ସୁବିଧା ଘୋଷଣା କରିଛନ୍ତି। ବିଧାନସଭାରେ ନିୟମ 110 ଅଧୀନରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରାଜ୍ୟର ପ୍ରତ୍ୟେକ ବିଧାୟକଙ୍କୁ ଗୋଟିଏ ଲେଖାଏଁ ନୂଆ ସରକାରୀ କାର୍ ଯୋଗାଇ ଦିଆଯିବ। ଏହା ସହିତ ଗାଡିର ତେଲ, ମରାମତି ଓ ଡ୍ରାଇଭର ଖର୍ଚ୍ଚ ପାଇଁ ମାସିକ 75,000 ଟଙ୍କା ଏବଂ ନିଜ ନିର୍ବାଚନ ମଣ୍ଡଳୀ କାର୍ଯ୍ୟ ପରିଚାଳନା କରିବାକୁ ଜଣେ ସହାୟକ ରଖିବା ପାଇଁ ମାସିକ 25,000 ଟଙ୍କା ଦିଆଯିବ। ଅର୍ଥାତ୍ ପ୍ରତ୍ୟେକ ବିଧାୟକଙ୍କୁ 1 ଲକ୍ଷ ଟଙ୍କାର ମାସିକ ଭତ୍ତା ପ୍ରଦାନ କରାଯିବ। ଏହି ସରକାରୀ ନିଷ୍ପତ୍ତି ପଛରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବିଷୟରେ କହିଛନ୍ତି। ପରବର୍ତ୍ତୀ ଖବର, ଆମେରିକା ପ୍ରଥମେ ନିଜର ମନୋଭାବରେ ସୁଧାର ଆଣିବା ଉଚିତ କହିଲା ଇରାନ। ମଧ୍ୟସ୍ଥି ପାକିସ୍ତାନ ସମ୍ମୁଖରେ ଆମେରିକାର ଆଭିମୁଖ୍ୟ ଉପରେ ଇରାନର ପ୍ରଶ୍ନ ଉଠାଇଛି। ତେହେରାନରେ ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କ ସହ ସାକ୍ଷାତ କରି ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ ଆମେରିକାର ଆଭିମୁଖ୍ୟ ଯୋଗୁଁ ସମାଧାନ ହୋଇପାରୁନାହିଁ। ଯଦି ଆମେରିକା ଯୁଦ୍ଧ ଶେଷ କରିବାକୁ ଏବଂ ପରିସ୍ଥିତିରେ ଉନ୍ନତି ଆଣିବାକୁ ଚାହେଁ, ତେବେ ତାକୁ ଇରାନ ପ୍ରତି ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିବାକୁ ପଡ଼ିବ। ଟ୍ରମ୍ପ ପ୍ରଶାସନର ଚାପ ଏବଂ ଧମକ ଏମଓୟୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟାକୁ ଆହୁରି ଜଟିଳ କରୁଛି। ମାସୁଦ ସ୍ପଷ୍ଟ ଭାବରେ ମୁନିରଙ୍କୁ କହିଛନ୍ତି ଯେ ଆମେରିକାର ବୃଥା ଧମକ ଦ୍ୱାରା ଇରାନ ଭୟଭୀତ ହେବ ନାହିଁ। ପରବର୍ତ୍ତୀ ଖବର, ଟ୍ରମ୍ପଙ୍କ ପ୍ରଶାସନର ବଡ଼ ନିଷ୍ପତ୍ତି, 2 ଲକ୍ଷ ବିଦେଶୀଙ୍କ ଭିସା ବାତିଲ ହେବ। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଆମେରିକାରେ ଶରଣ ପାଇଁ ଆବେଦନ କରିଥିବା କିମ୍ବା ବର୍ତ୍ତମାନ ଆବେଦନ କରୁଥିବା 2 ଲକ୍ଷ ବିଦେଶୀଙ୍କ ବ୍ୟବସାୟିକ ଏବଂ ପର୍ଯ୍ୟଟନ ଭିସା ବାତିଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ଆମେରିକୀୟ ଇତିହାସରେ ସର୍ବାଧିକ ସଂଖ୍ୟକ ଭିସା ବାତିଲ ପଦକ୍ଷେପ ହେବାକୁ ଯାଉଛି। ଯୋଜନାକୁ ଚ୍ୟାଲେଞ୍ଜ କିମ୍ବା ପରିବର୍ତ୍ତନ କରାନଗଲେ ଆଗାମୀ ସପ୍ତାହ ମଧ୍ୟରେ ଷ୍ଟେଟ୍ ଡିପାର୍ଟମେଣ୍ଟ ଏହି ପଦକ୍ଷେପ ସମ୍ପର୍କରେ ଘୋଷଣା କରିବ ବୋଲି ଅନୁମାନ କରାଯାଉଛି। ଏଥିରେ 2016ରୁ 2026 ମଧ୍ୟରେ ଜାରି ହୋଇଥିବା B1 ଏବଂ B2 ଭିସା ଅନ୍ତର୍ଭୁକ୍ତ ହେବ। ଯେଉଁମାନେ ଶରଣ ନେବାକୁ ଚାହୁଁଛନ୍ତି କିମ୍ବା ବର୍ତ୍ତମାନ ଶରଣ ପାଇଁ ପ୍ରୟାସ କରୁଛନ୍ତି। ଆସୋସିଏଟେଡ୍ ପ୍ରେସ୍ ପକ୍ଷରୁ ଷ୍ଟେଟ୍ ଡିପାର୍ଟମେଣ୍ଟ ଡକ୍ୟୁମେଣ୍ଟ ଏବଂ ଆମେରିକୀୟ ଅଧିକାରୀଙ୍କ ଆଧାରରେ ଏହି ରିପୋର୍ଟ କହିଛି। ଆସୋସିଏଟେଡ୍ ପ୍ରେସ୍ ପକ୍ଷରୁ ଷ୍ଟେଟ୍ ଡିପାର୍ଟମେଣ୍ଟ ଡକ୍ୟୁମେଣ୍ଟ ଏବଂ ଆମେରିକୀୟ ଅଧିକାରୀଙ୍କ ଆଧାରରେ ଏହି ରିପୋର୍ଟ କରିଛି। ପରବର୍ତ୍ତୀ ଖବର, ଆମେରିକାର ବଡ଼ ନିଷ୍ପତ୍ତି, ଆତଙ୍କବାଦ ତାଲିକାରୁ 47 ବର୍ଷ ପରେ ହଟିଲା ସିରିଆ। ଆମେରିକା ଆନୁଷ୍ଠାନିକ ଭାବରେ 47 ବର୍ଷ ପରେ ଆତଙ୍କବାଦର ପ୍ରୟୋଜକ ଦେଶ ତାଲିକାରୁ ସିରିଆକୁ ହଟାଇ ଦେଇଛି। ବଶର ଅଲ ଅସଦଙ୍କ ଶାସନର ପତନ ଏବଂ ନୂତନ ସରକାର ଗଠନ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆମେରିକା ପ୍ରଶାସନ ଅନୁଯାୟୀ ନୂତନ ସିରିଆ ସରକାର ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଅତ୍ୟନ୍ତ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି।